ସାମାନ୍ୟ ମାତ୍ର। ସେ ତ ନବୀନ ପଟ୍ଟନାୟକ ତାଙ୍କୁ ଚିହ୍ନି ନଥିବେ, କୌଣସି ପ୍ରକାର ଚିହ୍ନି ନଥିବେ, ସେ ତାଙ୍କ ମନ୍ତ୍ରୀ ମାନଙ୍କୁ ଚିହ୍ନନ୍ତି ନାହିଁ। ପ୍ରଶାନ୍ତ ବେହେରା ଦୈବାତ ଜିତି ଯାଇଛନ୍ତି। ଆମେ ଅବଶ୍ୟ ସେ ଜଣେ ଭଲ ଭଦ୍ର ବିଧାୟକ, ତାଙ୍କ ନିଷ୍ଠଭାଷୀ, ସେଥିରେ ଦ୍ୱିଧା ନାହିଁ, କହିବାର ଆମେ କୁଣ୍ଠା ପ୍ରକାଶ କରୁନୁ। କିନ୍ତୁ ରାଜନୈତିକ ପଟ୍ଟଭୂମିରେ ସେ ଥିଲା ପରି ଲାଗୁନାହାନ୍ତି। ନବୀନ ବାବୁ ତ ତାଙ୍କ ମନ୍ତ୍ରୀ ମାନଙ୍କୁ ଚିହ୍ନନ୍ତି ନାହିଁ, ଆଉ ପ୍ରଶାନ୍ତ ବେହେରା ତ ଜଣେ ବିଧାୟକ, ତାଙ୍କୁ ଚିହ୍ନି ନାହାନ୍ତି ନା ସେ ଚିହ୍ନନ୍ତି ନାହିଁ, ଚିହ୍ନିବାର ସୁଯୋଗ ମଧ୍ୟ ନାହିଁ। ଦୃଶ୍ୟ ତାଙ୍କୁ ଜଣା ପଡୁଛି, ଖାତିର କରୁନାହାନ୍ତି ତାଙ୍କୁ। ହଁ ନିଶ୍ଚିତ କଥା, ଖାତିର ମାନେ ସେ ଭାବୁଛନ୍ତି ଗୋଟେ ସାଧାରଣ ଲୋକଟି କିଏ ଗୋଟେ ଅଟକଉଛି, କାଳେ କିଛି ଅସୁବିଧା ହବ, ସେ ତ ନିଜ ମନ୍ତ୍ରୀ ମାନଙ୍କୁ ଚିହ୍ନନ୍ତି ନାହିଁ। ଆଉ ଗୋଟେ ଏଠି ପ୍ରଶ୍ନ ଉଠୁଛି, ଯେତେବେଳେ ପ୍ରଶାନ୍ତ ବେହେରାଙ୍କ ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ କଥା ଶୁଣୁନାହାନ୍ତି, ସୁପ୍ରିମୋ ରହୁନାହାନ୍ତି, ତାଙ୍କ ଇଶାରାରେ ରହୁନାହାନ୍ତି, ସେତେବେଳେ କୋଉଠି ନା କୋଉଠି ପ୍ରଶାନ୍ତ ବେହେରା ଜଣେ ନିର୍ବାଚିତ ପ୍ରତିନିଧି ହୋଇକି ଲୋକଙ୍କୁ କିଛି ସହଯୋଗ କରିପାରୁନଥିବେ, ଲୋକଙ୍କ ବିକାଶ ପାଇଁ କାମ କରିପାରୁନଥିବେ, ଏ ପ୍ରଶ୍ନ ମଧ୍ୟ ଉଠୁଛି। ମୁଁ ତ ନାଁ ନେବି ନାହିଁ, ମୁଁ ନିକଟରେ ଗୋଟିଏ କାର୍ଯ୍ୟକ୍ରମରେ ଦେଖିଲି, ଆମର ଜଣେ ପୂର୍ବତନ ମନ୍ତ୍ରୀ ସେ ଗୋଟେ କହୁ କହୁ ଭାବପ୍ରବଣ ହେଇ କହିଲେ କି ତାହା ତୋଷାମଟିଆ କଥା, ସେ କହିଲେ ଯେ ଆମ ପାଣ୍ଡିଆନ ବାବୁଙ୍କ ସହିତ ବିଜେପିର ସମସ୍ତ ନେତା ଏକାଠି ହେଲେ ବି ତାଙ୍କ ସମକକ୍ଷ ହେଇପାରିବେ ନାହିଁ। ଏହା ଆମ ଓଡିଶା ମାଟି, ତ ଆମେ ଜଗନ୍ନାଥ ଭୂମିର ଲୋକ, ଆମେ ଯଦି ଏକଥା କହିବା, ପରକୁ ଡାକି ଆଣି ଆମେ ଯଦି ତାଙ୍କୁ ଏ ପ୍ରକାର ବର୍ଣ୍ଣନା କରିବା, ତାହେଲେ ଚିନ୍ତା କଲେ ଆମର ସ୍ୱାଭିମାନ କଣ, ଆମର ସତ୍ତା କୋଉଠି ରହିବ, ଆମ ପରବର୍ତ୍ତୀ ପିଢି ମାନେ ସେମାନେ ଆମଠୁ କଣ ଶିକ୍ଷା କରିବେ। ତେଣୁ ପ୍ରଶାନ୍ତ ବେହେରା ସାମାନ୍ୟ ମାତ୍ର। ସେ ତ ନବୀନ ପଟ୍ଟନାୟକ ତାଙ୍କୁ ଚିହ୍ନି ନଥିବେ, କୌଣସି ପ୍ରକାର ଚିହ୍ନି ନଥିବେ, ସେ ତାଙ୍କ ମନ୍ତ୍ରୀ ମାନଙ୍କୁ ଚିହ୍ନନ୍ତି ନାହିଁ। ସେ ପଚାରନ୍ତି, କେବଳ ସେ ଚିହ୍ନନ୍ତି ଗୋଟିଏ ଲୋକକୁ, ସେ ହଉଛନ୍ତି ପାଣ୍ଡିଆନ ସାହେବ, ଆଉ ଜଣେ ଥିଲେ ବବି ଦାସ। ଆସିଥିଲେ ନବୀନ ବାବୁ, ତାହେଲେ ଖାଲି ଦେଖେଇ ହେବା ପାଇଁ ଆସିଥିଲେ, ପ୍ରଶାନ୍ତ ବେହେରା ନାଟକ ପ୍ରାୟୋଜିତ ନାଟକ କରେଇଥିଲେ। ହଁ କୁହାହେଇଥିଲା, ତାଙ୍କର ତ ଯୋଉ ଜାଗାରେ କାଁ ଭାଁ ଜିତିଛନ୍ତି, ସେମାନେ ଗୋଟେ କେମିତି ଗୋଟ ହାତରେ ପଡି କେମିତି ଅଣେଇଥିବେ, ଟିକେ ଆସିଲେ ଆମ ବୁଲିଗଲେ, ଆମେ ଟିକେ ଖବର କାଗଜରେ ନା ବାହାରିବ, ଫଟୋ ଟିକେ ଟିଭି ଦେଖେଇବ, ଆମେ ବଞ୍ଚିଛୁ, ଆମ ଦଳ ବଞ୍ଚିଛି, ଏଇ ଚିନ୍ତା ଚେତନା ସେମାନେ ଅଛନ୍ତି। ସେମାନେ କେବେ ହେଲେ ଚାଷୀଙ୍କ ପାଇଁ କିଛି କରିବା ପାଇଁ ଚାହୁଁନାହାନ୍ତି। ଦଳକୁ ବଞ୍ଚେଇ ରଖିଲେ ଅନ୍ତତଃ ପକ୍ଷେ କାଳେ ପୁଣି ବାଜିଯିବ, କଣ ହବ, ଏଇ ପ୍ରକାର ଚିନ୍ତାରେ ଅଛନ୍ତି। ଏ ଦୃଶ୍ୟ ପରେ ଆଗାମୀ ଦିନରେ ପ୍ରଶାନ୍ତ ବେହେରାକୁ ଚାଷୀ ମାନେ ଅର୍ଥାତ ଜନସାଧାରଣ ମାନେ ବିଶ୍ୱାସ କରିବେ, ଲାଗୁଛି ଆପଣଙ୍କୁ? ନା କେହି ବିଶ୍ୱାସ କରିବେ ନାହିଁ। ଏଠି ତ ବିଶ୍ୱାସ ଭଙ୍ଗ ହେଇଚାଲିଛି। ପ୍ରଶାନ୍ତ ବେହେରା ତ ଏଠି ଜିତି ନଥିଲେ, କେବଳ କଂଗ୍ରେସ ପ୍ରାର୍ଥୀ ତାଙ୍କର ଭୋଟ ଗୁଡିକ ଯେହେତୁ ଦେଖିଲେ ସେ ହାରି ଯାଉଛନ୍ତି, ସେ ତାଙ୍କ ଭୋଟ ଗୁଡିକ ଦାନ କରିଦେଲେ, ନଚେତ ଅରିନ୍ଦମ ରାୟ ଏଠି ଜିତିଥାନ୍ତେ। ଆମେ ସ୍ପଷ୍ଟ ଭାବରେ ଅନୁଭବ କରିଥିଲୁ ଏଇ କଥା। କାହିଁକି ନା ମାତ୍ର 7-8 ଦିନ ବା 10 ଦିନ ଭିତରେ ଜଣେ ବିଜେପି ପ୍ରାର୍ଥୀ ସମ୍ପୂର୍ଣ୍ଣ ନୂଆ ଜଣେ ଅଭିନେତା, ସେ 80,000ରୁ ଉର୍ଦ୍ଧ୍ୱ ଭୋଟ ପାଇବା କମ କଥା ନୁହେଁ। ଭୋଟ ଏଠି ଭାଗ ଭାଗ ହେଇଗଲା। ମୁଁ ତ ଭାବୁଛି ବାରମ୍ବାର ପ୍ରଶାନ୍ତ ବେହେରା ସେମିତି ହିଁ ଜିତିଛନ୍ତି। ଯଦି ଅତୀତରେ ଚନ୍ଦ୍ରଶାନ୍ତୀ ବେହେରା ପ୍ରକାଶ ବେହେରାଙ୍କୁ ସାହାଯ୍ୟ ନ କରିଥାନ୍ତେ, ସେ ଜିତି ନଥାନ୍ତେ। ଏପରି ଗତ ନିର୍ବାଚନରେ ମଧ୍ୟ ସେଇ କଥା ହେଲା। ତେଣୁ ପ୍ରଶାନ୍ତ ବେହେରା ଦୈବାତ ଜିତି ଯାଇଛନ୍ତି। ଆମେ ଅବଶ୍ୟ ସେ ଜଣେ ଭଲ ଭଦ୍ର ବିଧାୟକ, ତାଙ୍କ ନିଷ୍ଠଭାଷୀ, ସେଥିରେ ଦ୍ୱିଧା ନାହିଁ, କହିବାର ଆମେ କୁଣ୍ଠା ପ୍ରକାଶ କରୁନୁ। କିନ୍ତୁ ରାଜନୈତିକ ପଟ୍ଟଭୂମିରେ ସେ ଥିଲା ପରି ଲାଗୁନାହାନ୍ତି। ଯୋଉଠି ନିଜର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସେ ଅଟକେଇ ପାରୁନାହାନ୍ତି, ଆଡେଇ ପଳେଇ ଯାଉଛନ୍ତି। ତେଣୁ ଏ କି ରାଜନୀତି? ଆମେ କାହା ପାଇଁ କହୁଛେ? ଚାଷୀଙ୍କ ପାଇଁ କହୁଛେ ନା। ଏପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଲେଣି, ତାପରେ ମଧ୍ୟ ନବୀନ ବାବୁ ଚିଠି ଲେଖୁଛନ୍ତି ତୁରନ୍ତ ଚାଷୀ ମାନଙ୍କୁ ସହାୟତା ଦିଆଯାଉ। ଏଇଟା ସ୍ପଷ୍ଟ ପ୍ରମାଣ ଦଉଛି ନବୀନ ବାବୁ 24 ବର୍ଷ ଭିତରେ ବିଧାୟକ ମାନଙ୍କୁ ଏଇଭଳି ଅବହେଳା କରୁଥିବେ, ବିଧାୟକ ମାନଙ୍କୁ ଜାଣିନଥିବେ। ହଁ ବିଧାୟକ ନାହିଁ, ମନ୍ତ୍ରୀ କି ବି ଜାଣନ୍ତି ନାହିଁ। ବିଧାୟକ ତ ବହୁ ପରବର୍ତ୍ତୀ କଥା, ସେ ବହୁ ଲୋକଙ୍କୁ ଚିହ୍ନନ୍ତି ନାହିଁ, ଜାଣନ୍ତି ନାହିଁ। ସେଠି ତ ଟିକଟ ବିକ୍ରି ହୁଏ ନା, ସେଠି ତ କାହାକୁ କାହାର କ୍ୟାଲିବର ଦେଖିକିରି, ଗୁଣ ଦେଖିକିରି, ଗରିମା ଦେଖିକିରି କାହାକୁ ଟିକଟ ଦିଆଯାଏନି। କିଏ କେତେ ଦେଇପାରିବ, କିଏ ଦବ, ପଇସା ଦବ, ଟିକଟ ନବ, ଏବଂ କେତେଟା ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ନବ, ସେ କଥା ବି କହିବ। ଏସବୁ କଥା ପରବର୍ତ୍ତୀ ପିଢି ପାଇଁ ଭାରି କ୍ଷତିକାରକ ହବ। କାହିଁକିନା ଯୋଉମାନେ ରାଜନୀତିରେ ଅଛନ୍ତି, ଯୋଉମାନେ ଏବେ ତ ବହୁ ବୁଦ୍ଧିଜୀବୀ ରାଜନୀତିକି ଆସିଲେଣି, ସେମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଲୋକମାନେ ରାଜନୀତି ସହିତ ସଂଶ୍ଳିଷ୍ଟ ହେଲେଣି। ସେମାନେ ଅନ୍ତତଃ ଅନୁଭବ କରିବା ଉଚିତ ଏ ପ୍ରକାର ରାଜନୀତିରେ ଆମେ ରହିବାନି। ଏ ପ୍ରକାର
ଅଣଦେଖା ରାଜନୀତି ଆଦୌ ଚାଲିବା ଉଚିତ ନୁହେଁ। ଏହା ଦ୍ୱାରା ଚାଷୀ କଣ ସମଗ୍ର ଓଡିଶାର ପ୍ରଭୁତ କ୍ଷତି ହବ, ପ୍ରଭୁତ କ୍ଷତି ହବ। ଭବିଷ୍ୟତରେ ଯଦି ଏଇ ଧାରା ଚାଲୁ ରହେ ତାହେଲେ ନିଶ୍ଚିତ ଭାବରେ ଆମେ ସମସ୍ତେ ପସ୍ତେଇବା ଯେ ଆମରି ପଇସାକୁ ନେଇ ସେମାନେ କେବଳ ମୌଜ ମସ୍ତି କରିବେ, ଅର୍ଥାତ ଆମେ ଆମ ନ୍ୟାୟ ଟିକକ ପାଇପାରିବା ନାହିଁ।